ଯେକୌଣସି ନୀତି କିମ୍ବା ନିଷ୍ପତ୍ତିର ଡେରି ହେବ ସେଥିରେ ଚାଷୀ ହିଁ ଅଧିକ ମରିବ, ଚାଷୀଙ୍କର ହିଁ କ୍ଷତି ହେବ। ଚାଷୀ ଯେତେ ଚାହିଁଲେ ବି ସେ ବଞ୍ଚିପାରିବ ନାହିଁ। ବର୍ତ୍ତମାନ ଚାଷୀଙ୍କର ଟୋକନ ସମସ୍ୟା ରହୁଛି। ବର୍ତ୍ତମାନ ଚାଷୀଙ୍କର ଧାନ ଉଠୁନି। ବର୍ତ୍ତମାନ ଚାଷୀଙ୍କର MSP ଟଙ୍କା 3100 ଟଙ୍କା ଯେଉଁ ତାଙ୍କୁ ମିଳୁଛି 3169 ମିଳିବା କଥା, କିନ୍ତୁ ସରକାର 69 ଟଙ୍କାକୁ ବି ଦେଉନାହାନ୍ତି। ଏମିତି ଭାବରେ ଦେଖିବେ ଚାଷୀଙ୍କର ବହୁତ ଗୁଡ଼ା ସମସ୍ୟା ରହୁଛି। ନମସ୍କାର ଦର୍ଶକ ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଏକ ନୂଆ ଅପଡେଟକୁ ନେଇ। ବର୍ତ୍ତମାନ ଚାଷୀମାନଙ୍କ ପାଇଁ ଆଉ ଏକ ବଡ଼ ଖବର ଆସିଅଛି। ଏ ଖବରଟା ଦେଖିଲେ ଆପଣ ଜାଣିପାରିବେ ଅନେକ ଗୁଡ଼ା ପ୍ରଶ୍ନ ଆପଣଙ୍କ ମନରେ ଆସିପାରେ। ମଣ୍ଡିରେ ଧାନ ଥିଲେ ବି ଚାଷୀମାନଙ୍କ ପାଖରେ କ'ଣ ପାଇଁ ଟଙ୍କା ନାହିଁ। କେବଳ ଯେ ଖବର ନୁହେଁ, କିନ୍ତୁ ଏକ ଗଭୀର ସମସ୍ୟାକୁ ନେଇକି ମୁଁ ଆପଣଙ୍କୁ ଦେଖେଇବି, ଯାହାକି କନକ ନ୍ୟୁଜ୍ରେ ମଧ୍ୟ এই ଆର୍ଟିକଲଟା ପ୍ରକାଶ ପାଇଛି। ଅତି ଜରୁରୀ ଆର୍ଟିକଲ। ତେବେ ଖବରକୁ ସମ୍ପୂର୍ଣ୍ଣ ବୁଝି ନେବା ତା ପୂର୍ବରୁ ଛୋଟ ରିକ୍ୱେଷ୍ଟ, ଯଦି ପ୍ରଥମ କରି ଆମ ଚ୍ୟାନେଲ ଦେଖୁଥାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ଘଣ୍ଟି ଆଇକନ ପ୍ରେସ୍ କରି ନୋଟିଫିକେସନ ଅଲ୍ ଉପରେ କ୍ଲିକ୍ କରନ୍ତୁ। ଦେଖନ୍ତୁ ଏ ଖବର ଅନୁସାରେ ସାରା ଓଡ଼ିଶାର ମଣ୍ଡିରେ ବର୍ତ୍ତମାନ ଶହ ଶହ ବସ୍ତା ଧାନ ପଡ଼ି ରହିଛି, କିନ୍ତୁ ଧାନ ବି ଉଠୁନି। କାରଣ ମିଲର୍ସ ମାନେ ଏବେ ଆନ୍ଦୋଳନ କରୁଛନ୍ତି। ମିଲର୍ସ 4ଟି ଦାବି ନେଇକି ଆନ୍ଦୋଳନରେ ବସିଛନ୍ତି ଆଉ ସରକାର ସେଗୁଡ଼ିକୁ ମାନିବାକୁ ଅସ୍ୱୀକାର କରୁଛନ୍ତି। ଏ ଦୁଇ ପକ୍ଷ ମଧ୍ୟରେ ଚାଷୀ ହିଁ ଫସି ଯାଇଛି। ତେବେ ଖବରରେ ମୁଖ୍ୟ ବିଷୟ ହେଉଛି ସରକାର ଏବଂ ମିଲର୍ସ ମାନଙ୍କ ଯେଉଁ ଜିଦ୍ ଅଛି। ସରକାର ଓ ମିଲର୍ସ ମାନେ ଯେଉଁ ପ୍ରକାର ଜିଦ୍ ଧରିଛନ୍ତି, ମିଲର୍ସ ମାନେ ଆଗରୁ ସମୟ ଦେଇଥିଲେ 3 ତାରିଖ ପର୍ଯ୍ୟନ୍ତ ସରକାର ତାଙ୍କର ଦାବି ପୂରଣ କରନ୍ତୁ। ଦାବି ପୂରଣ ନହେଲେ ସେମାନେ ଆନ୍ଦୋଳନରେ ବସିବେ, ଆଉ ଯାହାକି 5 ତାରିଖରେ ସେମାନେ ଆନ୍ଦୋଳନରେ ବସି ସାରିଲେଣି। ଆଜି ହେଉଛି ଦ୍ୱିତୀୟ ଦିନ। ତେବେ ସାରା ରାଜ୍ୟରେ ବର୍ତ୍ତମାନ এই ଅବସ୍ଥା ଅଛି। ସେମାନେ 4 ଦଫା ଦାବି ନେଇ ଯେଉଁ ପ୍ରକାର ଦ୍ୱିତୀୟ ଦିନରେ ଆଜି ଆନ୍ଦୋଳନ କରିଛନ୍ତି, ସରକାର ଏ ସ୍ତରରେ ବି ତାଙ୍କର ସମାଧାନର ଫର୍ମୁଲା ବାହାର କରିପାରିନାହାନ୍ତି। ତେବେ ମୁଖ୍ୟ କଥା ହେଉଛି ସରକାର ଆଉ ଧାନ ମିଲର୍ସ ମାନେ ଦୁହେଁ ନିଜ ନିଜର ଅବସ୍ଥାରେ ସେମାନେ ଅଛନ୍ତି। ସେମାନେ କିଏ କାହାକୁ ଛାଡ଼ୁନାହାନ୍ତି। ମିଲର୍ସ କହୁଛନ୍ତି ଯେ ଦାବି ନ ମାନିଲେ ମଣ୍ଡିରୁ ଧାନ ଉଠିବନି। ସେମାନଙ୍କର କହିବା କଥା ଯଦି ଦାବି ନ ଶୁଣାଯାଏ ତାହେଲେ ମଣ୍ଡିରୁ ଧାନ ଉଠିବ ନାହିଁ। ସେମାନେ ରୋକଠୋକ ମନା କରୁଛନ୍ତି। ସରକାର କହୁଛନ୍ତି ଯେ ମନ ଇଚ୍ଛା ଦାବିକୁ ଆମେ ମାନିବୁ କେମିତି। ସେମାନେ ମନ ଇଚ୍ଛା ଯାହା ବି କହିଦେବେ ଆମେ କେମିତି ମାନିବୁ, ମନ ମୁତାବକ ଦାବିକୁ ମାନିବା ସମ୍ଭବ ନୁହେଁ ସରକାର କହୁଛନ୍ତି। କିନ୍ତୁ ସବୁଠୁ ବଡ଼ ଶିକାର କିଏ ହେଉଛି? ଏମାନଙ୍କର ଜିଦ୍ରେ ଚାଷୀ ସବୁଠୁ ବଡ଼ ଶିକାର ହେଇଯାଉଛି। ସରକାର ଆଉ ମିଲର୍ସ ମାନଙ୍କ ଦ୍ୱନ୍ଦ୍ୱ ଭିତରେ ଚାଷୀ ସମ୍ପୂର୍ଣ୍ଣ ନିରୁପାୟ ହେଇଯାଇଛି। ମଣ୍ଡିରେ ଶହ ଶହ ବସ୍ତା ଧାନ ପଡ଼ି ରହିଛି। ଆଉ ଏଇ ଯେଉଁ ଶହ ଶହ ବସ୍ତା ଧାନ ଭିତରେ ଚାଷୀମାନେ ଏବେ ନିରୁପାୟ ଅବସ୍ଥାରେ ଅଛନ୍ତି। ତେବେ ଚାଷୀମାନଙ୍କ ଧାନ କେଉଁଠି ପିଣ୍ଡାରେ ଅଛି ତ ପୁଣି କେଉଁଠି ଦାଣ୍ଡରେ ଅଛି। ଏମିତି ହେଇକି ତାଙ୍କର ଧାନ ଯେଉଁ ରଖାଯାଇଛି, ବର୍ତ୍ତମାନ ସେ ଧାନ ନଷ୍ଟ ହେବା ଭୟରେ ଚାଷୀମାନେ ଅଛନ୍ତି। ତେଣୁକରି ସାରା ରାଜ୍ୟରେ ବର୍ତ୍ତମାନ ଧାନ ଉଠେଇବା ଅଚଳ ଅବସ୍ଥାରେ ଅଛି। ଆଉ ଏଇ ଯେଉଁ ଉଠେଇବାର ଅଚଳ ଅବସ୍ଥା ଭିତରେ ମାଲକାନଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ କିମ୍ବା କଟକରୁ କୋରାପୁଟ ପର୍ଯ୍ୟନ୍ତ ଆପଣ ଯେଉଁଠି ଦେଖନ୍ତୁ ସବୁ ଜାଗାରେ ଧାନ ଉଠାଇବା ବନ୍ଦ କରାଯାଇଛି। ମଣ୍ଡି ଗୁଡ଼ିକରେ ବର୍ତ୍ତମାନ ଅଚଳ ଅବସ୍ଥା ସୃଷ୍ଟି ହେଇଛି। ତେବେ ଦେଖନ୍ତୁ ମିଲର୍ସଙ୍କ ଯେଉଁ ଦାବି ଗୁଡ଼ାକ ଅଛି, ତାଙ୍କର 4 ଦଫା ଦାବି ରହୁଛି। ଯେମିତିକି ତାଙ୍କର 4 ଦଫା ଦାବି ଭିତରେ ମିଲର୍ସ ସଂଘ ଯାହା ଚାହୁଁଛି, ପ୍ରଥମ କଥା ହେଉଛି କଷ୍ଟମ ମିଲିଂ ଦର ବୃଦ୍ଧି କରାଯାଉ। ଦ୍ୱିତୀୟ କଥା ହେଲା ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ପ୍ରଦାନ କରାଯାଉ। କାରଣ 12 ମାସ ରହିଲେ ସରକାର 3 ମାସର ଦେଉଛନ୍ତି କି 4 ମାସର ଦେଉଛନ୍ତି, ବାକି ଦେଉନାହାନ୍ତି। ଏଭଳିଆ ତାଙ୍କର ଅଭିଯୋଗ ରହୁଛି। ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରଦାନ କରାଯାଉ। ପୂର୍ବ ଭଳି ଧାନ ପରିବହନ ଖର୍ଚ୍ଚ ମଧ୍ୟ ପ୍ରଦାନ କରାଯାଉ। ଯେଉଁ ଧାନକୁ ନିଆଯାଉଥିଲା ଟ୍ରାନ୍ସପୋର୍ଟିଂ ଯେଉଁ ଖର୍ଚ୍ଚ ହେଉଥିଲା, ଟ୍ରାନ୍ସପୋର୍ଟିଂର ଖର୍ଚ୍ଚ ମଧ୍ୟ ଦିଆଯାଉ। ତାପରେ ଶୁଖିଲା ଧାନ ବାବଦକୁ 1% ସହାୟତା ପାଇଁ ଦାବି କରୁଛି ମିଲର୍ସ ସଂଘ। ଯାହା ବି ଶୁଖିଲା ଧାନ ଅଛି ସେଠି 1% ତାଙ୍କୁ ଦେବା ପାଇଁ ସେ ବର୍ତ୍ତମାନ ସହାୟତା ମାଗୁଛନ୍ତି ବା ଦାବି କରୁଛନ୍ତି। ଏଭଳି ତାଙ୍କର 4ଟି ଦଫା ଦାବି ଅଛି। ତେବେ ସରକାରଙ୍କ ପକ୍ଷରୁ ମଧ୍ୟ ଯେଉଁ କଥାଟା ଆମେ ଦେଖିବାକୁ ପାଉଛୁ, ଯେମିତିକି ବିଭାଗୀୟ ମନ୍ତ୍ରୀ କହୁଛନ୍ତି ଯେ ଏଇଟା ହେଉଛି ଏକ ପ୍ରାୟୋଜିତ ଆନ୍ଦୋଳନ। ମିଲର୍ସଙ୍କ ଦାବିରେ ଯଥାର୍ଥତା ନାହିଁ। ସେମାନେ ଯାହା ବି କହୁଛନ୍ତି ଏଇଟା ଯଥାର୍ଥତା ନୁହେଁ ବୋଲିକି ବିଭାଗୀୟ ମନ୍ତ୍ରୀ କହୁଛନ୍ତି। ତେବେ ସରକାରକୁ ହରଡ଼ ଗଣାରେ ପକାଇବାକୁ ଏମାନେ ଚେଷ୍ଟା କରୁଛନ୍ତି ବା ଚକ୍ରାନ୍ତ କରୁଛନ୍ତି ବୋଲିକି ବିଭାଗୀୟ ମନ୍ତ୍ରୀ କହୁଛନ୍ତି। ତେବେ ଦେଖନ୍ତୁ ସରକାରଙ୍କ ପକ୍ଷ ମଧ୍ୟ ଦେଖିଲେ, ଏପଟେ ମିଲର୍ସ ମାନଙ୍କ ଦାବି ମଧ୍ୟ ଦେଖିଲେ। ବିରୋଧୀ ଦଳ କ'ଣ କହୁଛନ୍ତି? ଏ ଭିତରେ ବିରୋଧୀ ଦଳ ବି ବର୍ତ୍ତମାନ ସେ ଛାଡ଼ିନେ। ବିଜେଡ଼ି ବି ଆସିକି ସେ କହିଦେଉଛି
कौन कहते से भी अभियोग करुँच बीजेडी कही चाषी को भुआ बुलाइक प्रायोजित आंदोलन करा जाउछि। ए जो आंदोलन एटा प्री प्लान आंदोलन चली जहाँकि चाषी मान को भुआ बुलाइवाई एभली कहूँ विरोधी बा बीजेडी वर्तमान से विरोधी दल होकर अभियोग करुँच। तेबे से कहवा कथा पंजीकरण करने किंबा सार अभाव जो देखादेवा टोकन रो अव्यवस्था हवा एसबूर सामना करी जिते चाषी आसिकी अमल करुँच धान को मंडी को आनी चाषी हेले सेतेबेले धान बिक्री करने बदल रे सरकार कौन करुँच मिलर्स आउ सरकार एमाने जो गोलक धंदा भितर पेशी दौरान अन्नदाता को ता अर्थ चाषी मानक से फसई दौरान सबू समस्या को जितेबेले चाषी जीतिकी आसुची जेमिति कि पंजीकरण करिबारे तांकर समस्या रोचे सार अभाव किंबा टोकन रो अव्यवस्था रोचे एते भितर चाषी एते विजय लाभ करके आगो को आसुची धान बिक्री करिया पई सेतेबेले से चाषी को असहाय अवस्था रखुछंती एपरि भाव अभियोग करिछि बीजेडी। यदि आम चिंता करिबा चाषी चिंता एवं आर्थिक संकट केते हे पारे धान बिक्री हेउनी जितेबेले चाषी पाखरे टंका मध्य मिलु नथिबो जेहेतु तांका पाखरे धान बिक्री करिया पई जो संसाधन अच्छी जो धान तांकर आनिके से माने बिक्री करिकी 2 पैसा पाइबा कथा सेमानक पाखरे धान थाई कि बिक्री हेउनी से माने टंका मध्य तांका पाखरे नथिबो जो ऋण नै कि से माने धान चाष करिथिले काठू ऋण आनिके से माने सुझिबा कथा धान अमल कला परे वर्तमान से माने भयर अछंती जेहेतु से माननको बैंक रे सुझिବାକୁ पड़िबो किंबा कोनोसी मालिक पाखरे सुझिବାକୁ पड़िबो से भली सरकार मध्य वर्तमान गोलक धंदा भितरे अन्नदाता को पेशी देइछंती चाषी माननको वर्तमान हैरान करिसंती। यदि आमे ए न्यूज आर्टिकल आधार देखिबा हाराहारी भाव बुझिया गले यह एक नीतिगत एवं प्रशासनिक विफलतार चित्र आपण जहाँ देखुछंती प्रशासनिक विफलता अच्छी नले ए मंडीर कथारे कलेक्टर ठू आरंभ करिकी सबु विभागर तृणमूल स्तर आरंभ करिकी सरकार पर्यंत समस्ते ध्यान देउछंती किंतु ध्यान तांकर जेमिति देबाक सेमिति दउनांते से माने अवहेला करछन से माने विफलता सह तांकर काम करछंती जो नीति निर्धारण करछंती जो नियम आणुछंती से नियम रे चाषी को लाभ हेबा कथा सरकार और मिलर्स मानकर जो जिद अच्छी से जिद्र मूल्य चाषी दौची चाषी निजर कष्ट अर्जित संपत्ति बा कष्ट अर्जित धन को जिते से उपार्जन करिकी ताको से अमल करके जिते से बिक्री करने को जाउछि चाषी ही से क्षति सौची सरकार और मिलर मानकर मिली भगत रे केवल चाषी हैरान होउछि तुरंत यदि समाधान न हेबो तेबे चाषी आंदोलन आहुरी तीव्र हबार आशंका मध्य रोची कारण ए जो आंदोलनटा सेमान आगुरु चेतावनी देथिले 3 तारिख पर्यंत आंदोलन हेबो किंतु परे परे चेतावनी न मानिबारु 5 तारिख पर्यंत से माने आउ 2 दिन परे आरंभ करिया बोले एक्सटेंड कले आउ से समय से माने आंदोलन को तीव्र करिसंती। तेबे दर्शक बंधु एपरि भाव यदि आपण देखिबे ए जो आंदोलन भितरे केवल क्षति होउछि चाषी मानकर तेबे ए जो खबरटा मान गोटे विषय शिखाउछि जे कोनोसी नीति किंबा निष्पत्तिर डेरी हेबो सेतले चाषी ही अधिक मरिबो चाषी ही क्षति हेबो चाषी जेते चाहिले भी से बंची पारिबो नाही। वर्तमान चाषी टोकन समस्या रहुछि वर्तमान चाषी धान उठुनी वर्तमान चाषी एमएसपी टंका 3100 टंका जो तांको मिलुछि 3169 मिलवा कथा किंतु सरकार 69 टंका को भी दौ नाहंती एमती भाव देखिए चाषी बहुत गुड़ा समस्या रोचे तेबे ए जो नीति और निष्पत्ति जिते डेरी हबो तांकर चाषी मध्य सेते अधिक मरिबो सरकार और मिलर जदि समय समाधान न करती तेबे मंडी रे धान रहिबो एवं चाषी परिवार रे खाइबाक मध्य मिलिबनी। आपणकर मत कौन ए वीडियो देखिला परे बा ए जो अवस्था रे किए दायी सरकार मिलर्स किंबा व्यवस्था जो करा जाउछि कमेंट करंतु फ्रेंड्स कारण चाषी समस्या केवल खबर नुहे यह आम समस्त सहित जड़ित समस्त परिवार सहित जड़ित अटे। आपण मानकर मतामत कौन कमेंट सेक्शन में लिखि जणातु। जदि वीडियो भल लगे वीडियो को लाइक करी चैनल को सब्सक्राइब करी सांग मान को शेयर करंतु। देखा नेक्स्ट वीडियो रे धन्यवाद।